ମା କଣ କହିଲୁ କାମୁଡୁଛି ବୋଲି? କଣଟା କାମୁଡ଼ିଦେଲା ହେଇଛି ରକ୍ତ ଧାର। ନମସ୍କାର, ଜୟ ଜଗନ୍ନାଥ। ଆମର ୟୁଟ୍ୟୁବ୍ ଚ୍ୟାନେଲରେ ଆପଣମାନଙ୍କୁ ଆଉ ଗୋଟେ ନୂଆ ବ୍ଲଗ୍କୁ ସ୍ୱାଗତ। ଆଉ ଆପଣମାନେ ତ ଜାଣିଥିବେ, ଥମ୍ବନେଲ୍ ଦେଖିକି ତ ଜାଣିଯିବେଣି ଆଉ ବୋଉଙ୍କର କ'ଣ ହେଇଛି ନା, ବୋଉ ଯାଇଥିଲେ ହେଉଛି, ଆପଣମାନେ ତ ଜାଣିଥିବେ ଆମର ହେଉଛି ମାଛ ଦୋକାନ ଯେହେତୁ ମାନେ ସେ ଯେଉଁ ଜରି ହେରିକା ଧୋଇବା ପାଇଁ ବୋଉ ବି କେଉଁଦିନ ଯାଆନ୍ତିନି, ମାନେ ଗଡ଼ିଆକୁ ଯାଆନ୍ତିନି। ଆଜି ହେଲା କାହିଁକି ଗଲେ ହେରି ଧୋଇବା ପାଇଁକା ଗଡ଼ିଆକୁ। ଆଉ ତାଙ୍କ ମନ କହିଲା ଯେ ମୁଁ ଧୋଇ ଆଣିବି, ଏଠି ଏତେ ପାଣି କାହିଁ ଆଣିକି ଧୋଇବେ ବୋଲି ସେ ଜରି ଧୋଇବାକୁ ଯାଇଥିଲେ। ଆଉ କ'ଣ ଗୋଟେ ଏମିତି କାମୁଡ଼ି ଦେଇଛି, ସେ ଯେଉଁ କ'ଣଟେ କାମୁଡ଼ି ଦେଇଛି, ଏତେ ଖଣ୍ଡେ ଖଣ୍ଡିଆ ହେଇଛି। ଆପଣମାନେ ତ ଦେଖି ସାରିଲେଣି, ଆଉ ଏ ଭିଡ଼ିଓ ବି ଆଗକୁ ଅଛି, ଆପଣମାନେ ବି ଦେଖିବେ। ଆଉ କ'ଣଟେ କାମୁଡ଼ି ଦେଇଛି, ଏତେ ସାରା ରକ୍ତ ବୋହି ଯାଇଥିଲା ଯେ ଆମେ ବି ଭିଡ଼ିଓ ବି କରିପାରିଲୁନି। ମାନେ ଏତେ ସାରା ରକ୍ତ ବୋହିଲା, ସମସ୍ତେ ବି ଦେଖିକି ଆଶ୍ଚର୍ଯ୍ୟ, ସମସ୍ତଙ୍କର ବି ମନ ଦୁଃଖ। ଆଉ ଆପଣମାନେ ଦେଖିବା ଚାଲନ୍ତୁ କ'ଣ କାମୁଡ଼ିଥିଲା ବୋଉଙ୍କ ଗୋଡ଼କୁ, ଆଉ ଏତେ ସାରା ରକ୍ତ ବୋହିଲା, ଆଉ ସମସ୍ତଙ୍କର ବି ଏବେ ମନ ଦୁଃଖ। ଏବେ ଚାଲନ୍ତୁ ଦେଖିବା ଭିଡ଼ିଓଟି। ସକାଳୁ ସକାଳୁ ଏବେ ଦେଖନ୍ତୁ ଚୁଲିରେ ଏବେ ରୋଷେଇ ଚାଲିଛି। ଏବେ ବାଇଗଣ ଏବେ ଭଜା ଚାଲିଛି। କ'ଣ ବାଇଗଣ ଆଜି ଭଜା ହେଉଛି, ଆଳୁ ଫାଳୁ କିଛି ନାହିଁ? ଓହୋ, ଆୟୁଷ ପାଇଁ ଭଜା ହେଉଛି ନା? ସ୍କୁଲ ଯିବ ବୋଲି ଖାଲି ତାକୁ ବାଇଗଣ ଭଲ ବୋଲି ତା ପାଇଁ ଏବେ ଭଜା ହେଇଯାଇଛି ବାଇଗଣ। ଓହୋ, ହଁ। ଭାତ ରନ୍ଧା ହେଇଛି ଉପରେ, ଆଉ ଏଇନା ଖାଲି ବାଇଗଣଟା ଭଜା ହେଉଛି ଆଉ। ଆଉ ବାଇଗଣ ଏବେ ଭଜି ସାରିଲା ପରେ ଏବେ ଦେଖନ୍ତୁ ଏବେ ମାଛ ଏବେ ଭଜା ଚାଲିଛି। ଆଜି ମାଛ ଭଜା ହେଉଛି ନା? ଆଉ ସେପଟେ ଖାଉଛି, ଆଉ ମା ଏପଟେ ତ ଏବେ ଭଣ୍ଡା ଏବେ କାଟୁଛି। ଏବେ ଭାଇ ଭଣ୍ଡା କ'ଣ ପାଇଁ କଟା ହେଉଛି? ଖାଇବା ପାଇଁ? ହଁ ସେଇ ଭଜା ହେଇକି ଖାବ। ପାଚିଲାଣି ଭଣ୍ଡା, ଭଣ୍ଡା ପାଚିଲାଣି। କ'ଣ ଏଇ ସ୍କୁଲ ବାହାରିଲୁ ଏଥର? ଓହୋ, ଆଜି ଏବେ ଯାଉ ସ୍କୁଲ ନା, ବୁଧବାର? ଓହୋ, ଆଉ ଗୋଟେ ବୁଟ୍ ପିନ୍ଧା ପିନ୍ଧି କରୁଛୁ? ଆଜି କେଉଁ ବୁଟ୍ ପିନ୍ଧା ପିନ୍ଧି ହେଇକି ଯାଉଛୁ? ସବୁବେଳେ ବୁଟ୍ ପିନ୍ଧା ହେଇକି ଯିବୁ। ଓହୋ, ତୁ ତ ପିନ୍ଧି ଆସିଛୁ ଯିବୁଲୁ? ଏବେ ବୁଟ୍ ଏବେ ପିନ୍ଧା ହେଉଛି, ଜୋତା, ଆଉ ପୁରା ସ୍କୁଲ ୟୁନିଫର୍ମ ନା? ହଉ, ଆଉ ଖାଇସାରିଲଣି? ଆଉ ମାଆ ଏବେ ଦେଖନ୍ତୁ ଏବେ ଲିପୁଛି ଏବେ, କାରଣ କାଲି ଗୁରୁବାର ବୋଲି ଦାଣ୍ଡ ଘର ସବୁ ଲିପା ହେଉଛି, ଆଉ ଘର ଦ୍ୱାର ଲିପା ହେଉଛି। ମାଆ ଘର ଲିପି ସାରିଲଣି? ଓହୋ, ଆଉ ଏତ ତ ଲିପା ହେଉଛି ଏବେ। ଏଠି ଗୋବର ମାଟି ଥୁଆ ହେଇଛି ତା ଦେହରେ ମିଶାଇକି, ତା ଦେହରେ ଲିପା ହେଉଛି ଆଉ। ଆଉ ମାଆ ତ ଏପଟେ ଲିପାଲିପି କରୁଛି ଏବେ ଘରଦ୍ୱାର। ଆଉ ଏପଟେ ତ ବାବା ମାଛ ବିକୁଛନ୍ତି। ଆଉ ଆଜି ରୋହି ମାଛ ଆଣିଥିଲ? ଖାଲି ରୋହି? ମାଛ ମଞ୍ଜି ବାହାରୁଛି ନା? କାଟିଥିଲେ ଏବେ ସେ ମାଛ ଦେଖୁଛନ୍ତି, ଏବେ ମଞ୍ଜି ବାହାରିଛି। ଆଉ ଏଠି ମଞ୍ଜି ମାଛ ବି ଅଛି ଏଠି, ଆଉ ସେପଟେ ମାଛ ଥୁଆ ହେଇଛି ଆଉ। ଆଜି ଅଳ୍ପ ବି ଖାଇଛୁ ବୋଧେ? ହେଉଛି ମମି ଏବେ ସକାଳ ଖାଇବା ସାରିକି ଏବେ ଦ୍ୱିପହର ଏବେ ଖାଇବା ଆରମ୍ଭ କରିଦେଇଛି। ଆଉ ରୋଷେଇ ପାଇଁ କମିକି ଆଜି କ'ଣ ହେଉଛି ରୋଷେଇ? ସାଧା ଡାଲି କରିଦେଇଛି। ହଁ, ସାଧା ଡାଲି ହେଇଛି। ମଟର ଆଳୁ ସବୁ ପଡ଼ିକି ସୋରିଷ ମଧୁରୀ ସବୁ ଦିଆହେଇକି ସାଧା ତରକାରୀ ହେଉଛି ଆଉ। ଓହୋ, ସବୁ ସାଧା ତରକାରୀ ହେଇଯାଇଛି ଆଉ ମିଶେଇକି ଆଉ। ସବୁ ମିଶିକି ସେ ସବୁ ପଡ଼ିଯାଇଛି। ସାଧା ତରକାରୀ ହେଉଛି ଦ୍ୱିପହର ପାଇଁ, ଆଉ ପୁଣି ମାଛ ତ ଭଜା ହେଇଥିଲା ଆଉ। ଆଉ ଚୁଲିରେ ଟିକେ ସାଧା ତରକାରୀ କଲେ ନା, ହଁ, ମୁଁ କଲେ ସବୁବେଳେ ଚୁଲିରେ କରିକି କାହିଁକି କହିଲି, ମାନେ ଟେଷ୍ଟି ଲାଗେ ଟିକେ ଚୁଲିରେ। ହଁ, ଚୁଲିରେ କଲେ ଭଲ ଲାଗିବ। ଚୁଲିରେ ହେଲେ ଟେଷ୍ଟ ଲାଗିବ। ଲାଷ୍ଟକୁ ଜିରା ଭାଜିକି ଦେଇଦେବ, ଗୁଣ୍ଡ ଦେଇଦେବ। ଏବେ ଦେଖନ୍ତୁ ସନ୍ଧ୍ୟାବେଳେ ଏବେ ହେଇଯାଇଛି ଗରମ ଗରମ ନାଲି ଚା ପୁରା, ଆଉ ଥଣ୍ଡା ପାଇଁ ସେଇଟା ପୁରା ଭଲ। ମରିଚ ଫରିଚ ପକେଇ ଦେଇଛି ବୋଧେ ମମି? ଓହୋ, ପିଇପାରିନି ହେଲି ଫେକୁଡ଼ି ଦେଲା ସହିତ ମରିଚ ଚାହା ପିଅନ୍ତିନି ଟୋଟାଲି। ମୋ ମନ ନାହିଁ, ଆଗ ପକେଇଦେବି ମରିଚ। ଆଉ ଚା ମା ପିଇ ଦେଇଛି ଆଗ ବୋଧେ ଆଉ। ଚାହା ସେଉ ପିଇଦେଲି। ଚା ସବୁ ପିଇ ଦେଇଛି, ଆଉ ମମି ଟିକେ ଚା ସେଉ ଆଉ ରୁଟି ଖାଉଛି ଆଉ। ଆଉ ଏପଟେ ତ ଇଏ ଶୋଇଲଣି କ'ଣ କେଜାଣି, ଦେଖାଯାଉନି ଭଲସେ ଭିତରେ। ଏବେ ବସିଛନ୍ତି ପାରାପଡ଼ା ବସିଛନ୍ତି। ଆୟୁଷ ଏବେ ଏଠି କ'ଣ ଖାଉଛୁ? ପରଟା ଭଜା। ଓହୋ, ପରଟା ଭଜା ଖାଉଛୁ। ଆଉ ଏଠି ପରଟା ଭଜା ଏବେ ଖାଉଛି ଏବେ ଖଟ ଉପରେ ବସିକି। ଆଉ କେମିତି ଲାଗୁଛି ପରଟା ଭଜା? ଭଲ ହେଇଛି।
ବର୍ଷା ଆଡ଼େ ପକଉଛି ଆଡ଼େ ପରଟା ଭଜା ହେଇଛି। ହଉ ହଉ ଗରମ ଗରମ ପୁରା ଗରମ ଗରମ ତାକୁଛି ଭେଣ୍ଡି ଆଉ ଆଳୁ ପଡ଼ିକି ଆଳୁ ହେଇଛି ପଡିକି ଭଜା ହେଇଛି ଆଉ। ଆଉ ଏଠି ବର୍ଷା ବି ଏଇନା ପକଉଛି ପୁରା ଟୁଟୁ ହେଇକି ମେଘ ପବନ ହେଉଛି। ଆଡ଼େ ବି ପରଟା ଫରଟା ଖାଇବାକୁ ଭଲ ଲାଗୁଛି ତାକୁ ଆଉ ଏପଟେ ଚାଲ ଦେଖିବା ମମି ଏବେ କ'ଣ କରୁଛି। ଏବେ ମମି ଏବେ ପରଟା ସରିନି ତୋର ସରିଲା ଆଉ ଏଠୁ ଚା ବସେଇଛୁ ଚା ଏଠି ବି ଫୁଟୁଛି। ଓହୋ ମା ମରିଚ ବୋଲି ଖାଉନି ଚା। ଓହୋ ଆଉ ପରଟା ଆଉ ଭଜା କରିଦେଇଛୁ ଆଳୁ ଭଜା। ମମି ଶାଗ ବାଛୁଛୁ ଏଠି ସଜନା ଶାଗ ତ ଦେଖନ୍ତୁ ସଜନା ଶାଗ ବି ବଛା ହେଇଛି। ମା ଆଉ କହିଥିଲା ମା ଆଉ ସେ ଧରିକି ଆସିଲା ଆଉ ମା ଦେଇଦେଲା। ଓହୋ ବାଲି ହେଇଯାଇଛି ବୋଧେ ତଳେ ପଡ଼ିକି ତମ ଗଛରେ ନା କଡ଼ା ହଉଥିଲା ବୋଧେ। ଗଛ ହଣା ହଉଥିଲା ତ ଓହୋ ସେଇ ଯୋଗୁଁ ମା ନେଇ ଆଇଲେ ଆଉ ଡାହିରା ଫୋପାଡ଼ି ଦେଲେ ଶାଗ ଆଣିକି ତାଙ୍କର ଶାଗ ହେଇକି ତାଙ୍କର ଇଚ୍ଛା ହଉନି ଖାଇବାକୁ ଡାହି ଆଣିକି ଫୋପାଡ଼ି ଦେଉଛନ୍ତି। ଓହୋ ଆମର ନ ହେଇକି ମାନେ ଇଚ୍ଛା ହେଉଛି ବହୁତ ଶାଗ ଖାଇବାକୁ। ସଜନା ଶାଗ ଆଉ ଆରେ ବୁଟ ଭଲସେ ପିନ୍ଧିଲୁଟି ଟାଇମ୍ ହେଇଗଲା ଯିବା ଟାଇମ୍ ଯାଉନୁ କେଣ୍ଟ ହେଇଛୁ। ଆସିଛି ସାଙ୍ଗ ଗୋଟେ ତ ଆଉ। ଓହୋ ସାଙ୍ଗଟେ ଆସିଛି ସାଙ୍ଗ ହେଇକି ଯିବ ନା। ଆଜି ହେଉଛି ଦେଖନ୍ତୁ ବର୍ଷା ପାଗକୁ ଚିକେନ୍ ତରକାରୀ ବା ଚିକେନ୍ କଷା ମାନେ ଚିକେନ୍ କଷା ହେଉଛି ନା। ଆଉ ଏ ଲେଗ୍ ପିସ୍ ଯେଉଁ ଯୋଡ଼େ ପଡ଼ିଛି କାହା ପାଖ ପାଇଁ କାହା ପାଇଁ ତୋ ପାଇଁ ଗୋଟେ ସାନ ପାଇଁ ଗୋଟେ। ସାନ ତ ସ୍କୁଲ ଯାଇଛି ଆଉ ସେ ଆସିଲେ ଖାଇବ ଆଉ। ହଁ ସାନ ଯାଇଛି ବର୍ଷା ପାଗରେ ସ୍କୁଲ ଯାଇଛି ହଁ କହିକି ଯାଇଥିବା ଭାଇ ପାଇଁ ଗୋଟେ ଚିକେନ୍ କଷା ରଖିଥିବୁ ମାନେ ଚିକେନ୍ ଲେଗ୍ ପିସ୍ ଗୋଟେ ଭାଇରେ ଗୋଟେ ଆଉ ମୋର ଗୋଟେ ଏଇ ଦେଖିପାରୁଥିବେ ବାବାଙ୍କୁ କହିବୁ ଆଣିବେ। ଲେଗ୍ ପିସ୍ ସିଝିବା ପାଇଁ ଟିକେ ଟାଇମ୍ ଲାଗିବ ଟାଇମ୍ ଲାଗିବ ସେଠି କାରଣ ସେ ଗୋଟେ ବଡ଼ ସାଇଜ୍ର ତ ସେଥିପାଇଁ ସେ କଣ ଆ ଟାଇମ୍ ଜଲ୍ଦି ଲାଗେ କରିବ ନା। ତାକୁ ତାହେଲେ ମାନେ ତାକୁ ତଳରେ ରଖିକି ତାକୁ ଇଏ କରୁଛି ନା। ଓହୋ ଆଉ ଏଠି ମାଛ ପିସ୍ଟା ଖାଅ ପାଇଁ ମାଛ ପିସ୍ଟା ହେଉଛି ମେରା ଆମେ ଚିକେନ୍ ଖାଇବନି। ଓହୋ ଚିକେନ୍ ମୁଁ ଖାଇବିନି ମୁଁ ମାଛ ଖାଇବି। ସେଥିରେ ଭଲ ଲାଗୁଛି ଚିକେନ୍। ଡାଲି ହେଇଛି ଶାଗ ଭଜା ହେଇଛି କେତେଟା ଦେଇଛି ହଁ ସଜନା ଶାଗ ଏଇଠି ବାଛିଥିଲି ପଡ଼ିଛି ଶାଗ ବାଛି ଦେଇଛି ଆଉ ଗୋଟେ ମାଛ ପିସ୍ ହେଇକି ହେଇଗଲା। ଓହୋ ଚିକେନ୍ ଖାଇବନି ମା କ'ଣ କହିଲୁ କାମୁଡ଼ିଛି ବୋଲି। କଣଟା କାମୁଡ଼ି ଦେଲା ହେଇଛି ରକ୍ତ ଧାର ଲାଗିଛି ଆଉ। ଓ କେମିତି ହେଲା ଇଏ ମୁଁ ଯାଇଥିଲି ଧୋଇବାକୁ ତ ବାଲଟି ହେରିକା ଧୋଇବାକୁ ଯାଇଥିଲି। କ'ଣ କାମୁଡ଼ିଲା ମୁଁ ଦେଖିଛି ଆଉ ସେ ଖାଲି ରକ୍ତ ବାହାରୁଛି। କେତେ ରକ୍ତ ବାହାରୁଛି କେତେ ରକ୍ତ ବା କେତେ ପୋଛିଲି। କ'ଣ କାମୁଡ଼ିଲା ଜାଣିନ ତମେ ଗଡ଼ିବାକୁ ଯାଇଥିଲ ଗଡ଼ିବାକୁ ଯାଇଥିଲି। ପୋଛି ଦେଉନ କ'ଣ କାମୁଡ଼ିଲା ଜାଣିପାରିଲନି। ନା ସେ କାମୁଡ଼ା ଜାଣିଥିଲେ କାମୁଡ଼ା ଜଣା ପଡ଼ିଲାନି କିଛି। ନା କ'ଣ କାମୁଡ଼ିଲା ସେ ଜୋରରେ ରକ୍ତ ବାହାରୁଛି। ସେ ଗଡ଼ା ଭିତରେ ବସିଥିଲା ନା ଆଉ ଗଡ଼ିଆ ଭିତରେ ବଇଥିଲି ବା। କେତେ ପାଣି ମଣ୍ଡା ହେଇଥିଲା। ଆରେ ଏତିକି ପାଣି ଏତିକି ପାଣି ସେଇ ଏଇ ମୂଳକୁ ଯେଉଁ ଇଏ କରିଥିଲି ଧୋଉଥିଲି। କ'ଣ କାମୁଡ଼ିଲା ମାନେ ଗେଣ୍ଡାକ ଖଣ୍ଡିଆ ତ ଉପରେ ହେଇଯାଇଛି କାମୁଡ଼ିବ। କେତେ ଖଣ୍ଡିଆ ହେଇଯାଇଛି ହଁ ସେ ଖାଲି କେତେ ଗୋଡ଼ ରକ୍ତ ଖାଲି ହଉଛି ବା। ହଁ କେଡ଼େ ଜୋରେ କ'ଣ ହେଲା କେଜାଣି।